ଜୀବନର ଶେଷ ମୁହୂର୍ତ୍ତରେ ମଣିଷ କାହାକୁ ସବୁଠାରୁ ଅଧିକ ମନେ ପକାଏ? ଗୌତମ ବୁଦ୍ଧଙ୍କ ଏକ ହୃଦୟସ୍ପର୍ଶୀ ଶିକ୍ଷା ଓ ଜୀବନର ଅମୂଲ୍ୟ ସତ୍ୟ। ମଣିଷ ଜୀବନରେ ଅନେକ ଲୋକଙ୍କୁ ଭେଟେ। କେହି ଆମକୁ ଭଲ ପାଆନ୍ତି, କେହି ଆମକୁ ଛାଡ଼ି ଚାଲିଯାଆନ୍ତି, କେହି ଆମର ସୁଖରେ ସାଥୀ ହୁଅନ୍ତି, ଆଉ କେହି ଆମର ଦୁଃଖରେ ହାତ ଧରନ୍ତି। ଜୀବନରେ ଆମେ ଧନ ପଛରେ ଦୌଡ଼ୁ, ଘର ତିଆରି କରୁ, ନାମ ଓ ସମ୍ମାନ ପାଇଁ ଚେଷ୍ଟା କରୁ। କିନ୍ତୁ କେବେ ଭାବିଛନ୍ତି କି ଜୀବନର ଶେଷ ମୁହୂର୍ତ୍ତରେ ମଣିଷ ସବୁଠାରୁ ଅଧିକ କାହାକୁ ମନେ ପକାଏ? ସେତେବେଳେ ଧନ ମନେ ପଡ଼େ ନାହିଁ, ବଡ଼ ଘର ମନେ ପଡ଼େ ନାହିଁ, ପଦବୀ, ଗାଡ଼ି କିମ୍ବା ସମ୍ପତ୍ତି ମଧ୍ୟ ମନକୁ ଆସେ ନାହିଁ। ସେତେବେଳେ ମନେ ପଡ଼େ ସେହି ମଣିଷମାନଙ୍କ କଥା ଯେଉଁମାନେ ହୃଦୟରୁ ଭଲ ପାଇଥିଲେ। ଗୌତମ ବୁଦ୍ଧଙ୍କ ପାଖକୁ ଜଣେ ମଣିଷ ଆସିଲା। କୁହାଯାଏ ଦିନେ ଜଣେ ବୃଦ୍ଧ ବ୍ୟକ୍ତି ଗୌତମ ବୁଦ୍ଧଙ୍କ ପାଖକୁ ଆସିଲେ। ତାଙ୍କ ଆଖିରେ ଚିନ୍ତା ଥିଲା ଏବଂ ମନରେ ଅନେକ ପ୍ରଶ୍ନ। ସେ ବୁଦ୍ଧଙ୍କୁ ପଚାରିଲେ, ଭଗବାନ, ମଣିଷ ଯେତେବେଳେ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚେ ସେତେବେଳେ ତାଙ୍କ ମନରେ କ'ଣ ରହିଯାଏ? ବୁଦ୍ଧ ଶାନ୍ତ ଭାବରେ ହସିଲେ। ସେ କହିଲେ, ମଣିଷ ଶେଷରେ ନିଜର ସମ୍ପତ୍ତିକୁ ନୁହେଁ, ନିଜର ସମ୍ପର୍କକୁ ମନେ ପକାଏ। ଯେଉଁ ହୃଦୟକୁ ସେ ଭଲ ପାଇଥିଲା ଏବଂ ଯେଉଁ ହୃଦୟ ତାକୁ ଭଲ ପାଇଥିଲା, ସେ ସ୍ମୃତି ତାର ମନରେ ସବୁଠାରୁ ଗଭୀର ହୋଇ ରହିଥାଏ। ବୃଦ୍ଧ ଜଣଙ୍କ ପୁଣି ପଚାରିଲେ, ତାହେଲେ ଭଗବାନ, ଜୀବନରେ ଧନ ସମ୍ପତ୍ତିର କ'ଣ ମୂଲ୍ୟ? ବୁଦ୍ଧ କହିଲେ, ଧନ ଜୀବନକୁ ସୁବିଧା ଦେଇପାରେ, କିନ୍ତୁ ମନକୁ ଶାନ୍ତି ଦେଇପାରେ ନାହିଁ। ଧନରେ ଘର କିଣା ଯାଇପାରେ, କିନ୍ତୁ ଘରର ଭଲ ପାଇବା କିଣା ଯାଇପାରେ ନାହିଁ। ଏହି କଥା ଆଜି ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଶିକ୍ଷା। ଶେଷ ମୁହୂର୍ତ୍ତର ସତ୍ୟ। ଆମେ ଜୀବନରେ ଅନେକ ଥର ଭାବୁ, ଆଉ ଟିକେ ଟଙ୍କା ହୋଇଯାଉ, ତାପରେ ପରିବାର ସହ ସମୟ କାଟିବି। ଆଉ ଟିକେ ବଡ଼ ଘର ହୋଇଯାଉ, ତାପରେ ଖୁସିରେ ରହିବି। ଆଉ ଟିକେ ସଫଳତା ମିଳିଯାଉ, ତାପରେ ବାପା ମାଙ୍କ ପାଖରେ ବସିବି। କିନ୍ତୁ ଜୀବନ କାହାକୁ ଅପେକ୍ଷା କରେ ନାହିଁ। ଦିନେ ଆମେ ବୁଝିପାରୁ, ଯେଉଁ ମଣିଷଟି ଆମ ପାଖରେ ଥିଲା, ତା ସହ କଥା ହେବା ପାଇଁ ଆମ ପାଖରେ ସମୟ ନଥିଲା। ଆଉ ଯେତେବେଳେ ସମୟ ମିଳିଲା, ସେତେବେଳେ ସେହି ମଣିଷଟି ଆମ ପାଖରେ ନଥିଲା। ଏହିଠାରୁ ବଡ଼ ଦୁଃଖ ଆଉ କ'ଣ ହୋଇପାରେ? ଏକ ଛୋଟ ଅନୁଚିନ୍ତା। ଜଣେ ପୁଅ ନିଜ ବାପାଙ୍କୁ କହିଲା, ବାପା, ମୁଁ ଏବେ ବହୁତ ବ୍ୟସ୍ତ, ଆପଣଙ୍କ ପାଇଁ ସମୟ ନାହିଁ।
ବାପା କିଛି କହିଲେ ନାହିଁ। କିଛି ବର୍ଷ ପରେ ପୁଅ ବହୁତ ଧନୀ ହେଲା, ବଡ଼ ଘର କଲା, ଗାଡ଼ି କିଣିଲା, ସମ୍ମାନ ପାଇଲା। କିନ୍ତୁ ସେତେବେଳେ ତାର ବାପା ଆଉ ଏ ଦୁନିଆରେ ନଥିଲେ। ପୁଅ ବାପାଙ୍କ ପୁରୁଣା ଚେୟାର ପାଖରେ ବସି କାନ୍ଦି କହିଲା, ବାପା, ମୋ ପାଖରେ ସବୁ କିଛି ଅଛି, କିନ୍ତୁ ଆପଣ ନାହାନ୍ତି। ଏହି ଗୋଟିଏ ବାକ୍ୟ ଆମକୁ ଜୀବନର ସବୁଠାରୁ ବଡ଼ ସତ୍ୟ ଶିଖାଏ। ବୁଦ୍ଧଙ୍କ ଶିକ୍ଷା। ଗୌତମ ବୁଦ୍ଧ ଆମକୁ ବାରମ୍ବାର ଶିଖାଇଛନ୍ତି ଯେ ଜୀବନ ଅନିତ୍ୟ। ଯାହା ଆଜି ଆମର ତାହା ସବୁଦିନ ଆମର ରହିବ ନାହିଁ। ତେଣୁ ଯେତେବେଳେ ଆମ ପାଖରେ ଲୋକମାନେ ଅଛନ୍ତି ସେତେବେଳେ ତାଙ୍କୁ ଭଲ ପାଆନ୍ତୁ। ବାପା ମାଆଙ୍କ ସହ 2 ମିନିଟ୍ କଥା ହୁଅନ୍ତୁ। ଜୀବନ ସାଥୀଙ୍କୁ କୁହନ୍ତୁ, ତୁମେ ମୋ ଜୀବନରେ ଅଛ, ସେଥିପାଇଁ ମୁଁ କୃତଜ୍ଞ। ପିଲାମାନଙ୍କୁ କେବଳ ଭବିଷ୍ୟତ ପାଇଁ ପ୍ରସ୍ତୁତ କରନ୍ତୁ ନାହିଁ, ଆଜି ସେମାନଙ୍କ ସହ ହସନ୍ତୁ, ଖେଳନ୍ତୁ ଓ କଥା ହୁଅନ୍ତୁ। କାରଣ ସମୟ ଚାଲିଗଲେ ଟଙ୍କା ଦେଇ ସମୟ କିଣି ହୁଏ ନାହିଁ। ଆଜିର ସୁବିଚାର। ଜୀବନର ଶେଷରେ ମଣିଷ ନିଜର ବ୍ୟାଙ୍କ ବାଲାନ୍ସ ଗଣେ ନାହିଁ, ସେ ନିଜ ହୃଦୟରେ ରହିଯାଇଥିବା ଭଲ ପାଇବାକୁ ଅନୁଭବ କରେ। ଧନ ଛାଡ଼ିଯିବ, ଘର ଛାଡ଼ିଯିବ, ପଦବୀ ଛାଡ଼ିଯିବ, କିନ୍ତୁ ତୁମେ ଯେଉଁ ଭଲ ପାଇବା ଦେଇଯିବ ସେହି ସ୍ମୃତି ଅନ୍ୟମାନଙ୍କ ହୃଦୟରେ ବଞ୍ଚି ରହିବ। ଆଜି ଯାହାକୁ ଅବହେଳା କରୁଛ, ହୁଏତ ଆସନ୍ତାକାଲି ତା'ର ଗୋଟିଏ ହସ ପାଇଁ ତୁମେ ତରସିବ। ଜୀବନର ଶେଷ ଶିକ୍ଷା। ତେଣୁ ଆଜିଠାରୁ ଗୋଟିଏ କାମ କରନ୍ତୁ, ଯାହାଙ୍କ ସହ ରାଗ ହୋଇଛି ତାକୁ କ୍ଷମା କରନ୍ତୁ। ଯାହାଙ୍କୁ ଭଲ ପାଆନ୍ତି ତାଙ୍କୁ ଭଲ ପାଇବା ଜଣାନ୍ତୁ। ବାପା ମା ଅଛନ୍ତି, ତାଙ୍କ ପାଖରେ ବସନ୍ତୁ। ପିଲାମାନେ ଅଛନ୍ତି, ତାଙ୍କ ସହ କିଛି ସମୟ ହସନ୍ତୁ। କାରଣ ଜୀବନର ସବୁଠାରୁ ବଡ଼ ଅନ୍ତାପ ହେଉଛି ସମୟ ଥିଲା କିନ୍ତୁ ଆମେ ସମୟ ଦେଲୁ ନାହିଁ। ମନେ ରଖନ୍ତୁ, ଜୀବନ ବହୁତ ଛୋଟ, ସମ୍ପର୍କ ବହୁତ ମୂଲ୍ୟବାନ, ସମୟ ବହୁତ ଶକ୍ତିଶାଳୀ ଆଉ ମୃତ୍ୟୁ ହେଉଛି ନିଶ୍ଚିତ। ତେଣୁ ଆଜି ଭଲ ପାଆନ୍ତୁ, ଆଜି କ୍ଷମା କରନ୍ତୁ, ଆଜି କୃତଜ୍ଞ ହୁଅନ୍ତୁ। କାରଣ ଆମେ ଜାଣିନାହୁଁ କାହା ସହିତ ଏହି ଆମର ଶେଷ କଥା ହୋଇପାରେ, କାହାକୁ ଏହି ଆମେ ଶେଷ ଥର ଦେଖୁଥାଇପାରୁ। ଏହା ହେଉଛି ଜୀବନର ସତ୍ୟ। ଆପଣ ଯଦି ଆଜି ଏହି କଥା ବୁଝିପାରିଲେ, ତେବେ ଆପଣଙ୍କ ଜୀବନର ଅନେକ ଦୁଃଖ ଓ ଅନୁତାପ ନିଶ୍ଚୟ କମିଯିବ। ଆଜି ପାଇଁ ରହିଲି, ନମସ୍କାର। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।